ଭଲ ପାଇବା ଗୋଟେ ଏମିତି ଜିନିଷ ୱାନ୍ ଡେଡିକେଟ୍ ଟୁ ଇଚ୍ ଅଦର ଦ୍ୟାଟ୍ ଇଜ୍ କଲ୍ ଲଭ୍। ଆପଣଙ୍କ ଭିତରେ ସରାଉଣ୍ଡିଂ ଭିତରେ ଏମିତି ବି କିଏ ଅଛନ୍ତି ଆପଣଙ୍କ କୋଉ ଶିଖର ଯାଉ ଏ ମନ ଭିତରେ ଗୋଟେ ଦୁର୍ବଳତା ଫିଲିଂସ୍ କାହା ଭଲ ପାଇବା ଆସିନି? ଭଲ ପାଇବା ମାନେ ପୁଅ ନା ଝିଅ କଥା କହୁଛନ୍ତି? ବାସ୍ତବିକ ଆପଣ ଯେହେତୁ ହ୍ୟାଣ୍ଡସମ୍ ଆପଣ ଗୋଟେ ଝିଅକୁ ଭଲ ପାଏ ନା ପୁଅକୁ? ବାପା ମା ଯୋଉଠି ଠିକ କରିବେ ମୁଁ ସେଇଠି ମ୍ୟାରେଜ କରିବି। ବୋଧେ ତାଠୁ ଅଧିକ ଖୁସି ମତେ ଆଉ କିଛି ଲାଗିବନି। ଆପଣ ଯୋଉ କଥାଟା କହିଲେ, ଆଶାବାଦୀ ମଣିଷ, ନିହାତି ଆଶା ଅଛି। ଭଗବାନଙ୍କର ଆଶୀର୍ବାଦ ଆପଣ ମାନଙ୍କର ଭଲ ପାଇବା ଯଦି ଥିବ ତାହେଲେ ନିହାତି ସେଇଟା ସଫଳ ହେବ। କେବେ ନୁହଁ। ଯାତ୍ରା ମତେ ଗୋଟେ ନାଁ ଦେଇଛି। ବିଗତ ବର୍ଷ 2 ବର୍ଷ 3 ବର୍ଷ ଧରି ବୋଧେ ଭାଇରାଲ ହେଇଥିଲା, ଆପଣ ଦେଖିଥିବେ ମା ଗୀତ। ମୁଁ ପ୍ରତି ଜାଗାରେ ଗୋଟେ ସବୁବେଳେ ମା ଗୀତ ଗାଆନ୍ତି, ଆଜି ସେଇ ମା ଗୀତ ଗୁରା ଗାଆନ୍ତୁ। ଆଉ ବହୁତ ବଢିଆ ଟ୍ରେନିଂ ଚାଲେ। ଆପଣଙ୍କୁ ମଧ୍ୟ ପ୍ରତ୍ୟେକଟି ମା ଗୀତରେ ପାଖାପାଖି 5 ରୁ 6 ହଜାର ଟଙ୍କା ଲୋକଙ୍କର ଇଏ ଖୁସି ରାଶି ନିହାତି ମିଳିଯାଏ। ମତେ ଆକ୍ଚୁଆଲି ଲୋକ ପରିଚିତ କରିଛି ସେଇ ଗୀତ। ମୀରା ମା ମଧ୍ୟ ମୋର ପେଣ୍ଡେଲ ଉପରେ ଆସିଥିଲେ ମୋର ସେଇ ଗୀତରେ ମଧ୍ୟ। ମୀରା ମା ବୋଧେ ଆପଣଙ୍କୁ ଷ୍ଟେଜ ଉପରକୁ ଆସି କୁଣ୍ଢେଇକିରି ମାନେ ପୁଅ ନିହାତି ବୋଲି ସମ୍ବୋଧନ କରିଥିଲେ। 3 ବର୍ଷ ଧରି ସେ ଗୀତକୁ ବହୁତ ସାରା ଭଲ ପାଇବା ସେଇ ମା ଆଜି ଗୀତ ବି ଦଉଛନ୍ତି। ସେଇ ମା ଗୀତ ଟିକେ ହେଇଯାଉ please। तेरी उंगली पकड़ के चला, ममता के आंचल में पला, माँ ओ मेरी माँ मैं तेरा लाडला, माँ ओ मेरी माँ मैं तेरा लाडला।